ସମସ୍ତଙ୍କୁ ଓଁ ସାଇରାମ। ଆଶା କରୁଛି ଭଗବାନଙ୍କ ଆଶୀର୍ବାଦରୁ ଆପଣମାନେ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ଖରାପ ସମୟରେ କ'ଣ କରିବା। ତାପରେ ଶୁଣିବା ଘରେ କଳି ଝଗଡ଼ା ହେବାର କାରଣ। ତାପରେ ଶୁଣିବା ମା' ପାଇଁ କିଛି ବିପଦ। ଯଦି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ଚାଲନ୍ତୁ ଶୁଣିବା ଆଜି। ମା' ତ ସବୁବେଳେ ମା'। ପୁରା ଦୁନିଆ ଶୋଇଯିବ ହେଲେ ଯେତେ ପର୍ଯ୍ୟନ୍ତ ସନ୍ତାନ ଶୋଇନଥିବ ସେତେ ପର୍ଯ୍ୟନ୍ତ ମା' ଆଖିକୁ ନିଦ ଆସିନାହିଁ। ମା' ତ ମା' ନା। ଯେତେ ପର୍ଯ୍ୟନ୍ତ ସନ୍ତାନ ଖାଇନଥିବ ସେତେ ପର୍ଯ୍ୟନ୍ତ ନିଜେ ବି ଖାଇନଥାଏ। ମା' ତ ମା' ନା। ସନ୍ତାନ ଯେତେ ଖାଇଲେ ବି ମା' ପାଖେ ଥାଇ କହୁଥିବ ଆଉ ଟିକେ ଖାଇଦେ, ଆଉ ଟିକେ ଖାଇଦେ। ସତରେ ମା' ତ ମା' ନା। ବେଳେ ବେଳେ ମା' କଥା ଭାରି ମନେ ପଡ଼େ। ଆଗେ ବଞ୍ଚୁଥିଲେ 100ରୁ ଅଧିକ, ତାପରେ ବଞ୍ଚିଲେ 80। ଏବେ ପରମାୟୁ 60 ପୁରୁନି ଧୀରେ ଧୀରେ ଯାଇ ଖସି। ଯେତେବେଳେ ଲୋକେ ମାଣ୍ଡିଆ କୋଳଥ ତା ସହିତ ଘିଅ ଦେଶୀ ଖାଇ ଖଟୁଥିଲେ ସକାଳରୁ ସଞ୍ଜ, ଭେଜାଲ ନଥିଲା ବେଶୀ। ଆଜିକାଲି ଲୋକେ ଯାହା ଖାଉଛନ୍ତି ସବୁଥିରେ ମିଶାମିଶି। ଭେଜାଲ ହୋଇଲା ଖାଦ୍ୟ, ତେଲ ପୁଣି ପାଣି ପବନ ଯେ ବେଶୀ। ଖାଇବା ଜାଗାରେ ମଣିଷ ଖଟିଲାଣି ଯନ୍ତ୍ର ଆସି। ଏସବୁ ଘେନି ଆୟୁଷର ହାନି ମଣିଷ ବଞ୍ଚୁଛି ବେଶୀ। ସତର୍କତା ହୁଅ, କର୍ମ କରି ଚାଲ, ଅଳସ ନ କରି। ଘରେ କଳି ଝଗଡ଼ା ହେବାର କାରଣ ହେଲା ଖଟ ଉପରେ ବସି ଖାଇବା, ଖାଇବା ସମୟରେ ମୋବାଇଲ ଦେଖିବା, ଅଇଁଠା ହାତ ନ ଧୋଇ ଅନ୍ୟ କାମ କରିବା, ଲୁଗାପଟା ଗଦା କରି ରଖିବା, ରାତିରେ ଅଇଁଠା ବାସନ ପକେଇ ରଖିବା, ଗାଧୁଆ ଘରେ ଅସନା ଲୁଗା ପକେଇ ରଖିବା, ଗାଧୁଆ ଘର କବାଟ ଖୋଲା ରଖିବା, ଘରେ ପୂଜାପାଠ ନିୟମ ଅନୁସାରେ ନ କରିବା, ସକାଳେ ଡେରିରେ ଶୋଇ ଉଠିବା, ପୁରୁଣା ଚପଲ ଜୋତା ଗଦା କରି ରଖିବା, ଘରେ ବାସ୍ତୁଦୋଷ କିମ୍ବା ପିତୃଦୋଷ ଥିଲେ ମଧ୍ୟ ଝଗଡ଼ା ହୋଇଥାଏ। ଖରାପ ସମୟରେ କ'ଣ କରିବେ ଚାଲନ୍ତୁ ଜାଣିବା। ହଳଦୀ ମିଶାଇ ଗାଧୋଇଲେ ନକାରାତ୍ମକ ଶକ୍ତି ଦୂର ହେବା ସହିତ ବିବାହ ହେଉନଥିବା ବ୍ୟକ୍ତିଙ୍କ ଉପରେ ବୃହସ୍ପତିଙ୍କ କୃପା ଦୃଷ୍ଟି ପଡ଼ିଥାଏ। ଲୁଣ ମିଶାଇ ଗାଧୋଇଲେ ଅଟକିଥିବା କାମ ପୂରଣ ହୋଇଥାଏ। ଗୁଜୁରାତି ମିଶାଇ ଗାଧୋଇଲେ ଖରାପ ଦିନ ଶୀଘ୍ର ଚାଲିଯାଏ। କ୍ଷୀର ମିଶାଇ ଗାଧୋଇଲେ ଅଟକିଥିବା ଜାଗାରୁ ଧନ ପ୍ରାପ୍ତ ହୁଏ। ଗଙ୍ଗାଜଳ ମିଶାଇ ଗାଧୋଇଲେ ସକାରାତ୍ମକ ଉର୍ଜା ମିଳିବା ସହିତ ଜୀବନରେ ଶାନ୍ତି ମଧ୍ୟ ମିଳିଥାଏ। କେଉଁ ଧନର ଗର୍ବ କରିବା ଯାହା ଶେଷରେ ଦିନେ ଆମ ଜୀବନକୁ ବି ରକ୍ଷା କରିପାରିବ ନାହିଁ। କେଉଁ ବଳକୁ ନେଇ ଗର୍ବ କରିବା ଯାହା ଦିନେ ଆମ ଆତ୍ମାର ବୋଝକୁ ଉଠାଇ ପାରିବ ନାହିଁ। କେଉଁ ନିଶ୍ୱାସକୁ ଗର୍ବ କରିବା ଦିନେ ନା ଦିନେ ସାଥ ଛାଡ଼ି ଚାଲିଯିବ। କେଉଁ ସମ୍ପର୍କକୁ ନେଇ ଗର୍ବ କରିବା ଯାହା ଦିନେ ନା ଦିନେ ମଶାଣିକୁ ନେଇ ଛାଡ଼ି ଚାଲି ଆସିବ। ବଞ୍ଚି ରହିବ ସ୍ମୃତି, ଆଉ କିଛି ନାହିଁ। ମନ୍ଦିରରେ ପୂଜାପାଠ, ଘରେ ଅଶାନ୍ତି। ବାପା ମା'ଙ୍କ ବୋଝ ଲାଗନ୍ତି, ମୂର୍ତ୍ତି ଲାଗନ୍ତି ଭଗବାନ। ଦୟା ଧର୍ମ ବିଶ୍ୱାସ କେଉଁଠୁ ମିଳିବ? ଏଠି ଭଗବାନ ପଥର ପାଲଟି ଯିବାରୁ ମଣିଷର ହୃଦୟ ହେଲା ପଥର। ଭଗବାନଙ୍କୁ ନେଇ ଲୋକେ କରନ୍ତି ବେପାର। ମଣିଷ ଏଠି ଖାଇବାକୁ ପାଇବ କେଉଁଠୁ? କପଟୀ ପାଖଣ୍ଡୀମାନେ ଭଗବାନଙ୍କୁ ନେଇ କରନ୍ତି ମିଛ ପ୍ରଚାର। ମଣିଷର ମଣିଷ ପଣିଆ ରହିବ କେଉଁଠୁ? ଭଗବାନ ସବୁଠି ବିରାଜମାନ, ଆଉ ମଣିଷ ଭଗବାନଙ୍କୁ ଖୋଜେ ଏଠି ସେଠି। ଭଗବାନ କୁହନ୍ତି ଭୋକିଲାକୁ ଖାଇବାକୁ ଦିଅ, ମୁଁ ହେବି ଖୁସି।
ମଣିଷ ଏଠି ଭୋକିଲାକୁ ଶୋଷି ଭଗବାନଙ୍କୁ ଭୋଗ ଲଗାଉଛି। ଆଖି ସବୁ ଦେଖିପାରେ, ହେଲେ ଆଖି ଭିତରେ ଯଦି କିଛି ପଡ଼ିଯାଏ ସେ ତାକୁ ଦେଖିପାରେ ନାହିଁ। ଠିକ୍ ସେମିତି ମଣିଷ ଅନ୍ୟମାନଙ୍କ ଭୁଲ ଦେଖିପାରେ କିନ୍ତୁ ନିଜର ଭୁଲକୁ କେବେ ଦେଖିପାରେ ନାହିଁ। ତେଣୁ କିଛି କରିବା ଆଗରୁ ଥରେ ନୁହେଁ ବରଂ 100 ଥର ଚିନ୍ତା କରିବା ଉଚିତ ଯେ ମୁଁ ଯେଉଁ କାମଟି କରିବାକୁ ଯାଉଛି ତାହା ଠିକ୍ ନା ଭୁଲ। ମା' ବାପା ବୟସରୁ ନୁହେଁ ଚିନ୍ତାରେ ବୁଢ଼ା ହୋଇଯାନ୍ତି। ଏହା ପିଲାମାନଙ୍କୁ କଷ୍ଟ ହୋଇପାରେ କିନ୍ତୁ ସତ ଅଟେ। ଯେତେବେଳେ ପିଲା କାନ୍ଦେ ସାରା ସାହି ପଡ଼ିଶା ଜାଣିପାରନ୍ତି କିନ୍ତୁ ପିଲାମାନେ ଯେତେବେଳେ ମା' ବାପାଙ୍କୁ କନ୍ଦାନ୍ତି ନା ପଡ଼ୋଶୀ ତ ଛାଡ଼ନ୍ତୁ ଘର ଲୋକଙ୍କୁ ମଧ୍ୟ ଜଣାପଡ଼େ ନାହିଁ। ଏହା ହିଁ ଜୀବନର ସତ୍ୟ ଅଟେ। ରାଶି ଫଳ ଉପରେ ବିଶ୍ୱାସ ନ କରି ନିଜର କର୍ମଫଳ ଉପରେ ବିଶ୍ୱାସ କରନ୍ତୁ। କାହିଁକି ନା ରାଶି ତ ରାମ ଆଉ ରାବଣର ମଧ୍ୟ ଗୋଟିଏ ଥିଲା କିନ୍ତୁ ନିୟତି ସେମାନଙ୍କୁ କର୍ମ ଅନୁସାରେ ହିଁ ଫଳ ପ୍ରଦାନ କରିଥିଲା। ଭାଇ ଭାଇର ସମ୍ପର୍କ ଭଗବାନ ବିପତ୍ତି ବାଣ୍ଟିବା ପାଇଁ କରିଥିଲେ କିନ୍ତୁ ଆଜି ସମ୍ପତ୍ତି ବାଣ୍ଟିବାରେ ସୀମିତ ହୋଇ ରହିଗଲା। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପାଣି ଦେଇଥାଏ କିନ୍ତୁ ଫଳ କେବଳ ଋତୁ ଆସିଲେ ହିଁ ମିଳିଥାଏ। ଏଥିପାଇଁ ପ୍ରତିଦିନ ଭଲ କାମ କରିବା ଦରକାର। ପରିଣାମ ସମୟ ଆସିଲେ ନିଶ୍ଚିତ ମିଳିଥାଏ। କିଛି ଲୋକ ନିଜକୁ ନେଇ ଅହଙ୍କାର କରନ୍ତି, ନିଜକୁ ବଡ଼ ଭାବନ୍ତି କିନ୍ତୁ ସେମାନେ ଜାଣନ୍ତି ନାହିଁ ଫୁଲର ସୌରଭ ଆଉ ମଣିଷର ଗର୍ବ ବେଶୀ ଦିନ ରୁହେ ନାହିଁ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ ବନ୍ଧୁ। ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରିଦିଅନ୍ତୁ କାହିଁକି ନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେ ସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ରହୁଛି ଓଁ ସାଇରାମ, ଜୟ ସାଇରାମ।